ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡ଼ିଆଙ୍କ ଧାଡ଼ି ଲାଗିଛି ଶରଣକୂଳ ସ୍ଥିତ ଲଡ଼ୁବାବାଙ୍କ ପୀଠରେ। ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋର ମହାନଦୀ ଘାଟରୁ ଜଳ ନେଇ ମାନସିକଧାରୀ କାଉଡ଼ିଆମାନେ ଶୈବପୀଠ ଅଭିମୁଖେ ଯାତ୍ରା କରିଥାନ୍ତି। ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ଶୈବପୀଠରେ ଜଳାଭିଷେକ ନିମନ୍ତେ ନୟାଗଡ଼ ଜିଲ୍ଲାରୁ ଏବଂ ଜିଲ୍ଲା ବାହାରୁ ମାନସିକଧାରୀ କାଉଡ଼ିଆମାନେ କଣ୍ଟିଲୋର ମହାନଦୀ ଘାଟରୁ ନୀତିକାନ୍ତି ଅନୁଯାୟୀ ରବିବାର ପୂର୍ବାହ୍ନରୁ ସ୍ନାନ ସାରି ପୂଜାପାଠ ପରେ ଜଳଭାର ଧରି ନୟାଗଡ଼ ନିକଟସ୍ଥ ଶରଣକୂଳ ଲଡ଼ୁବାବାଙ୍କ ଶୈବପୀଠରେ ଜଳାଭିଷେକ କରିବା ପାଇଁ ହଜାର ହଜାର ବୋଲବମ୍ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ସମସ୍ତ କାଉଡ଼ିଆମାନେ ଲଡ଼ୁବାବାଙ୍କ ଉପରେ ଜଳ ଲାଗି କରି ବେଶ ଆନନ୍ଦିତ ହୋଇଥିଲେ।